বন্দই গুরু পয়র রূপরেখ নাহি যার গমিন পারিলে যাহা ব্রহ্মা শঙ্কর মুদিন ধমনর ন জানে তার বেভার তা করুণা বিন্দু মাত্র সার মোহর দিব্য জ্যোতি কর প্রকাশ অজ্ঞান তিমির ঘোর হেউ বিনাশ। জয় গুরু। ପୂର୍ବ ଅଧ୍ୟାୟରେ ଆମେ ଯେଉଁଠାରୁ ଛାଡ଼ିଥିଲେ ସେଇଠୁ ଆମେ ଆରମ୍ଭ କରିବା। ଏଇ FBC TV ମାଧ୍ୟମରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଅର୍ଥାତ୍ ସତ୍ସଙ୍ଗ। ଆମେମାନେ ଆଗରୁ ସବୁ ଗୁରୁକୁଳରେ ଯେଉଁ ସତ୍ସଙ୍ଗ କରୁଥିଲୁ ସେତେବେଳେ ଏତେ ବ୍ୟବସ୍ଥା ନଥିଲା, ଇଲେକ୍ଟ୍ରୋନିକ୍ ମିଡ଼ିଆ ନଥିଲା, ଯାହାକୁ ବ୍ୟାପ୍ତ ଭାବରେ ସୀମିତ କିଛି ଲୋକ କିଛି ଲୋକ ଶୁଣୁଥିଲେ ବା ଉପକୃତ ହେଉଥିଲେ। କିନ୍ତୁ ଆଜି ଭଗବାନଙ୍କ ଦୁନିଆରେ ଭଗବାନ ଏ ମନୁଷ୍ୟକୁ ଯେତେ ବୁଦ୍ଧି ଦେଇଛନ୍ତି ବୈଷୟିକ ବୁଦ୍ଧି, ତା ମଧ୍ୟରେ ଶ୍ରେଷ୍ଠ ବୁଦ୍ଧି ମନୁଷ୍ୟର ବା ଶ୍ରେଷ୍ଠ ପରାକାଷ୍ଠା ଦ୍ୱାରା ସେ ଆଜି ଏ ଯେଉଁ ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ଆଜି ସେ ନିଜେ ନିର୍ମାଣ କରି ସେଇ ଯନ୍ତ୍ର ମାଧ୍ୟମରେ ବହୁ ଦୂର ଦୂରାନ୍ତରକୁ ଆମର ଖବରକୁ ଆମେ ପ୍ରସାରିତ କରିପାରୁଛେ, ଦେଖାଇ ପାରୁଛେ। ତେଣୁ ଆଜି ସେଇ ଇଲେକ୍ଟ୍ରୋନିକ୍ସ ମିଡ଼ିଆ MBC TV ମାଧ୍ୟମରେ ଆମେ ଆଜି ଯେଉଁ କାର୍ଯ୍ୟକ୍ରମ କରୁଛେ ସେ କାର୍ଯ୍ୟକ୍ରମଟି ହେଉଛି ଲୋକା ସମସ୍ତା ସୁଖୀନ ଭବନ୍ତୁ। ଆମେ ସମସ୍ତଙ୍କର ସୁଖକୁ ଆଖି ଆଗରେ ରଖି ଏଇ କ୍ଷଣଭଙ୍ଗୁର ସଂସାରରେ କିଭଳି ଭାବରେ ସମସ୍ତଙ୍କର ଜୀବନ ସୁଖମୟ ବା ମଙ୍ଗଳମୟ ହେବ, ଏହି ହେଉଛି ଆମମାନଙ୍କର ପ୍ରଚେଷ୍ଟା। ଆପଣମାନେ ସମୟ ବାହାର କରନ୍ତୁ ଜୀବନ ଭିତରେ। ଅନେକ ସମୟ ତ ବିତିଗଲାଣି, ଆପଣ ଏଇ ଯେଉଁ ମୂଲ୍ୟବାନ ତଥ୍ୟ ସମ୍ବଳିତ ଯେଉଁ ତତ୍ତ୍ୱଜ୍ଞାନ ଆଲୋଚନା କରାଯାଉଛି, ଏହି ତଥ୍ୟ ଗୁଡ଼ିକ ନିଜସ୍ୱ ନୁହେଁ, ଏହା ଗୁରୁ ପରମ୍ପରାରେ ଋଷି ପରମ୍ପରାରେ ଯାହା କୁହାଯାଇଛି, ଯାହା ସତ୍ୟ, ଯାହାର କେବେ ପରିବର୍ତ୍ତନ ହୁଏ ନାହିଁ। ଏହା ସବୁଦିନେ ପ୍ରତ୍ୟେକ ମୁହୂର୍ତ୍ତରେ ଏହା ହିଁ ଜୀବନଚର୍ଯ୍ୟାରେ କାମରେ ଆସିବ। ମନୁଷ୍ୟ ବାହ୍ୟ ବୈଷୟିକ ଜଗତରେ ଯେତେ ଅଗ୍ରଗତି କଲେ ମଧ୍ୟ, ତାହାର ନୂତନତ୍ୱକୁ ଅନୁଭବ କରୁଥିଲେ ମଧ୍ୟ ଏଇ ଯେଉଁ ଭଗବାନଙ୍କର ବାଣୀ ବା ଶାସ୍ତ୍ର ଦ୍ୱାରା ନିବନ୍ଧିତ ହୋଇଥିବା ସିଦ୍ଧ ସନ୍ଥମାନଙ୍କର ବାଣୀ, ଏହା ପ୍ରତ୍ୟେକ ମୁହୂର୍ତ୍ତରେ ଆମ ପାଇଁ ନୂଆ ଆଶା ଏବଂ ନୂଆ ଆଲୋକ ଦେଖାଇବ। ଏହା ହେଉଛି ଆମମାନଙ୍କର ପ୍ରୟାସ। ତେଣୁ ଆପଣଙ୍କ ଜୀବନକୁ ମଙ୍ଗଳମୟ କରି ଆପଣଙ୍କ ଜୀବନରେ ଯେଉଁ ନିରାଶା ଦେଖାଦେଇଛି, ସେ ନିରାଶାରେ ଏକ ଆଶାର ଆଲୋକକୁ ଆମେ ଉଦ୍ଦୀପିତ କରି ଆପଣଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଆମମାନଙ୍କ ପାଇଁ ଗୋଟେ କ୍ଷୁଦ୍ର ପ୍ରୟାସ ଏହି MBC TV ମାଧ୍ୟମରେ ପ୍ରସାରିତ ହେଉଛି। ତେଣୁ ଆପଣମାନେ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ଦେଇ ଏଇ ଆମ ସହିତ ଯୋଗ ଦିଅନ୍ତୁ। ନିଶ୍ଚିନ୍ତ ଭାବରେ ଆପଣ ଜୀବନର ମୂଲ୍ୟବୋଧକୁ କିଛି କିଛି ଅବଗତ ହୋଇପାରିବେ। ଗତ ଯେଉଁ ଅଧ୍ୟାୟରେ ଆମେ ଯେଉଁଠୁ ଛାଡ଼ିଥିଲେ, ଏଇ ଯେଉଁ କଥାଟି ଆଲୋଚନା ହେଉଥିଲା, ଅନନ୍ତ ଶାସ୍ତ୍ରଂ ବହୁ ବେଦିତବ୍ୟଂ ସ୍ୱଳ୍ପଶ୍ଚ କାଳ ବହୁ ବିଘ୍ନତାଚ ଯସାରଭୂତଂ ତଦୁପସନୀୟଂ ହଂସ ଯଥା କ୍ଷୀରମିବାମ ମିଶ୍ରମ। ଆମେ ସେ ଅନନ୍ତ ଶାସ୍ତ୍ର ଭିତରୁ ସବୁ କଥା ଗୁଡ଼ିକ ସମୟ ନଥିବାରୁ, ମୃତ୍ୟୁକାଳ ସୁନିଶ୍ଚିନ୍ତ ହୋଇଥିବାରୁ ଏବଂ ତା ଅନିଶ୍ଚିତ ମୃତ୍ୟୁକାଳ ହୋଇଥିବାରୁ ଏବଂ ସେ ମୃତ୍ୟୁ କାହାକୁ ଅପେକ୍ଷା କରୁନଥିବାରୁ ଆମମାନଙ୍କୁ ସାର କଥା ବା ସାରାଂଶକୁ ଗ୍ରହଣ କରିବା ପାଇଁ ପୂର୍ବ ଅଧ୍ୟାୟରେ କୁହାଯାଇଥିଲା। ଯଦି ଆମେ ସାର ତତ୍ତ୍ୱକୁ ବା ସାରାଂଶକୁ ଗ୍ରହଣ କରିବା ନାହିଁ, ଆମେ ପ୍ରତ୍ୟେକ ପଦାର୍ଥକୁ ଭାବିବା ଗ୍ରହଣ କରିବା ପାଇଁ, ତାହେଲେ ହୁଏତ ସମୟ ହେବ ନାହିଁ ବା ଏ କ୍ଷୁଦ୍ର ମନୁଷ୍ୟ ଶରୀର ଦ୍ୱାରା ବା କ୍ଷୁଦ୍ର ବୁଦ୍ଧି ଦ୍ୱାରା ଏ ଅନନ୍ତ ଶାସ୍ତ୍ରକୁ ଅବଗତ ହେବା ବା ତାକୁ ଧାରଣ କରିବା ବା ବୁଝିବା ମଧ୍ୟ ସହଜ ସାଧ୍ୟ ହୋଇପାରିବ ନାହିଁ। ପରବର୍ତ୍ତୀ ଅବସ୍ଥାକୁ ଆମେ ଯାଇଥିଲେ ଯେ ସ୍ୱାନୁଭୂତେ, ଏ ସଂସାରକୁ ଦେଖି ନିଜର ଅନୁଭୂତି ଦ୍ୱାରା ଯେ ସମସ୍ତେ କର୍ମଜଞ୍ଜାଳ ଭିତରେ ଅଛନ୍ତି। ପ୍ରକୃତରେ ସମସ୍ତେ କ'ଣ କର୍ମ ଦ୍ୱାରା ସୁଖ ପାଉଛନ୍ତି ବା କର୍ମ କରି କରି ଯେତେ ସୁଖ ସମୃଦ୍ଧିର ପଦାର୍ଥ, ଭୋଗ୍ୟ ପଦାର୍ଥକୁ ସେମାନେ ସବୁ ବିଷୟ ପଦାର୍ଥକୁ ସେମାନେ ଆଣିକି ପାଖରେ ରଖିଛନ୍ତି ନିଜ ଘରେ, ଏ ଶରୀରକୁ ସୁଖ ଦେବା ପାଇଁ ଘର ଦ୍ୱାର ଠାରୁ ଯାହା ସବୁ ରଖିଛନ୍ତି ଭୋଗ୍ୟ ପଦାର୍ଥ, ତାହା କ'ଣ ପ୍ରକୃତ ସୁଖ ଦିଏ?
এবং ଇ जो सुख पे हम जो भोग्य पदार्थ ग्रहण करछे ताकू केते दिन पर्यंत हम पाखे रखबा आमे ए भोग्य पदार्थ पाखे केते दिन याकू रखिबा आमे रहिबा एठी ये प्रत्येक कथा को आमे जतले चिंता करिबा ये अनुभूति हम भितर आसीबो सेतले आम माने जीवा जे ग्रंथ पाखकू जे शास्त्र जो शास्त्र साधु सन्त मान तो मिलवा बड़ा कष्टकर ना साधु सन्त मान अत्यंत विरल कहीं मनुष्याणां सहस्रेषु जतद कश्चित सिद्ध है सहस्र सहस्र मनुष्य भितर किए जणा जाए सिद्धि लाभ कर कश्चिन मांग व्यक्ति तत्वतः मांग व्यक्ति तत्व अर्थ मत किए तत्वतः जानी बुझी से सहस्र सहस्र मनुष्य भितर किए जड़े सिद्धि लाभ कर सिद्ध महात्मा भितर अनेक मत तत्व तो जानी तत्व तो जानी से जिते सिद्धि लाभ कर मत जानले भी पूर्ण भाव में प्राप्त हो पार ना तेणु ये जो विरल साधु सन्त ये साधु सन्त जो विरल ताकू कौन पाइबा ये सहज कथा हाँ साधु सन्त मिल जापर कि तत्व तो जो तत्ववेता साधु कहाँ आम पाखे आज आम देखुचे बहुत टीवी आलोचना हो बहुत सत्संग हो बहुत पांडित्यपूर्ण कथा जाऊँगी कौटी व्याकरण उपरे कौटी संस्कृत भाषा उपरे बा को भाषा उपरे बा कहिबार चातुर्य उपरे जिते गुरुत्व दिया जाउछि एवं केते संगीत केते गीतर मूर्छना से होउछि एवं केते बाजा बाजुछि यदि आमे जिते बाह्य कथार से मजी जाउछे ता धरे तत्व कहीं से कथा उपरे तत्वटी खूब रही जाए जदि बाह्य कथा अधिक हो जीवो तार तत्व कथा कमी जीवो आ जदि बाह्य कथा पूरा कमी जीवो तार तत्व कथा मते बहुत आसी जीवो ठीक सेही भली भाबरे आम मानक जीवन भितरे आमे गोटे साधु कौठू पाइबा विरल साधु माने जे तत्व को बुझेबे हम तत्व कथा जानितंती एवं से तत्व कथा मनगढ़ा कथा नहीं जहाँ गुरु परंपरा रे जहाँ शास्त्रानुमोदित जहाँ को अनेक साधु सन्त माने से कथा को अनुमोदन करिसंती आमे जदि से शास्त्रानुमोदित कथा को आमे अनुभव न करिबा ताहले आमे केमि जानिबा से कथार सत्यता अछि बोली कारण से शास्त्रानुमोदित पथरे अनेक साधु सन्त माने गति करी तांक जीवन को धन्य करिसंती सिद्ध महात्मा होती केमती हेले जब से कथार सत्यता ना ताले सेमाने केमती निजक महानुभव करि पारले सेही पथरे जाई केमती परम शांति पाई पारले एवं सेही शास्त्र को अध्ययन करी गुरु ग्रहण करी एवं गुरुंकर मुख निश्चित वाणी को श्रवण करी से पथरे गति करी जने सिद्ध महात्मा सेमाने हेले सेमाने पूज्य हेले आमरी भली जदि सेमाने मनुष्य आज आम मैंने पूजा करुचे कहीं आम तेणु से शास्त्र जो सत्य कथा को बुझा हेले आमको जड़े से भाई तत्ववेता महापुरुष आवश्यक अच्छी सब तत्ववेता महापुरुष आम पाखे उपलब्ध हुए ना से सुलभ नुहति तेणु आम बेले बेले प्रश्न उठे मन भितर आम धर्म अनुसार बा समस्त धर्म जमी अनेक अनेक शास्त्र अच्छी जमी बाइबल अच्छी कुरान अच्छी ठीक है आम सेमती आम धर्म अनुसार आमर सेमती अनेक शास्त्र अच्छी आम ये अनेक शास्त्र भितर कौन एक शास्त्र को जब अध्ययन करवा हुए तो तादर कि सुफल आमको मिल पारे तेणु से देखा जाए अनेक शास्त्र थिले मध्य बहुत वैषयिक शास्त्र अच्छी एवं आध्यात्मिक शास्त्र अनेक थिले मध्य से तत्व कथा बुझा हूँ अनेक कठिन दुरा व्यापार से आमको सुशास्त्र कथा ये कहगला जहाँ सुशास्त्र अर्थात सु कहले दिव्य कहले बा भल कहले गोटे कथा को बुझाए ता हूँ आत्मा बा ब्रह्म ये आत्मज्ञान रूपक जो आत्मार कथा बा ब्रह्मर कथा आकु जानिबा को हेले आकु बुझिबा को हेले आमको सुशास्त्र को से जिते अनंत शास्त्र अच्छी शास्त्र बाछिबा को पड़ो जे आ भितर आत्मज्ञान उपलब्ध कर पारुथिबा को शास्त्र आ भितर अच्छी केउ शास्त्र को आम अध्ययन कले कम समय भितर आमको आत्मज्ञान उपलब्ध हो अर्थात आत्मज्ञान होउची जहाँ चिरंतन सत्य एवं जो ज्ञानर केबे विनाश हुए ना अर्थात आत्मा होउची अविन्यासी ब्रह्म होउची अविन्यासी तेणु आत्मा ब्रह्म अविन्यासी होइथिबारु सेही विषयक ज्ञान मध्य होउची अविन्यासी ज्ञान जो ज्ञान केबे भी ध्वंस होए नाही तेणु ये ज्ञानर केबे हे नुहे ज्ञान ध्वंस से प्राणी नारायण अंश अर्थात ये ज्ञान केबे हेले ध्वंस हुए ना इह काल कि पर काल इह काल जो ज्ञान लाभ करा आत्मज्ञान तो आत्मा सहित संस्कार भाव में जड़ित होकर रुहे जीवात्मा सहित जीवात्मा शरीर को छाड़ी गला बेले तार अनेक वैषयिक ज्ञान गुड़िक इह जगत छाड़ी जाउथबा बेले से भगवान संबंधी ज्ञान बा आत्मा रूपक आत्म विषयक संबंधी ज्ञान को संस्कार मूलक भाव में जहाँ ता भीतर से छापटी रही जाए से ताकू सांगरे धरी जाए वायुर गंध निवासयात पवन बही गला बेले जे भली भाव में पवनर निजर कौन गंध ना
କୌଣସି ରୂପ ନାହିଁ ପବନର, ନିଜର କୌଣସି ରୂପ ନାହିଁ, କୌଣସି ଗନ୍ଧ ନାହିଁ, ପବନର କୌଣସି ଆକାର ନାହିଁ, କିନ୍ତୁ ପବନ ଯେଉଁ ବାଟ ଦେଇକି ଯାଏ ସେଠି ଯେଉଁ ଗନ୍ଧ ବହମାନ ଥାଏ ସିଏ ହୁଏତ ସୁଗନ୍ଧ ହେଇପାରେ ବା ଦୁର୍ଗନ୍ଧ ହେଇପାରେ, ପବନ ସାଥିରେ ଯେମିତି ଚାଲିଯାଏ ଆତ୍ମା ବା ଜୀବାତ୍ମା ସେଭଳି ଭାବରେ ଶରୀରରୁ ଗଲାବେଳେ ତାର କୌଣସି ରୂପରେଖ ନଥିଲେ ମଧ୍ୟ, ତାହା ନିରାକାର ତତ୍ତ୍ୱ ହୋଇଥିଲେ ମଧ୍ୟ, ବାୟୁ ଯେଭଳି ଭାବରେ ଗଲାବେଳେ ସାଙ୍ଗରେ ସୁଗନ୍ଧ ବା ଦୁର୍ଗନ୍ଧ ବାଟ ଦେଇ ଗଲାବେଳେ ସେଥିରୁ କିଛି ସାଙ୍ଗରେ ଧରିକି ଯାଏ, ଇହ ସଂସାର ଭିତରେ ଏଇ ଆତ୍ମା ଯେତେବେଳେ ଏଇ ଶରୀରକୁ ଛାଡ଼ିକି ଯାଏ ସେତେବେଳେ ଶରୀରରେ ଥିବା କୁକର୍ମ ବା ସୁକର୍ମର ସଂସ୍କାରକୁ ସାଙ୍ଗରେ ନେଇକି ଯାଇଥାଏ। ଏ ଆତ୍ମା ଶରୀରରୁ ଯେତେବେଳେ ଛାଡ଼ିକି ଯାଏ ସେ ସୁକର୍ମ ବା କୁକର୍ମକୁ ସାଙ୍ଗରେ ନେଇକି ଯାଏ ଏବଂ ସେଇ ସୁକର୍ମ ବା କୁକର୍ମର ଫଳ ସ୍ୱରୂପ ବାରମ୍ବାର ତାକୁ ଏ ସଂସାରକୁ ଆସିବାକୁ ପଡ଼େ, ଗୋଟିଏ ଶରୀର ଧାରଣ କରିବେ। କାହିଁକି ନା ଶରୀର ଯଦି ନାହିଁ ତାହେଲେ ଭୋଗ ହେଇପାରିବ ନା। ଶୀତ ଉଷ୍ଣ ସୁଖ ଦୁଃଖ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏଇ ଯେଉଁ ଶୀତ ଆଉ ଉଷ୍ଣ, ଏଇ ଯେଉଁ ଚର୍ମ ନାହିଁ ଏହାକୁ କେମିତି ଅନୁଭବ କରାଯିବ? ଯଦି ଆଖି ନାହିଁ ତାହେଲେ କେମିତି ଆମେ ଦେଖିବା? କାନ ଯଦି ନାହିଁ କେମିତି ଶୁଣିବା? ତେଣୁ ଆତ୍ମା ଯଦିଓ ସର୍ବତ୍ର ବିଦ୍ୟମାନ ସବୁ ଜାଣିବ, କିନ୍ତୁ ତାକୁ ଅନୁଭବ କରିବା ପାଇଁ ହେଲେ ବା ସେ ସୁଖ ଦୁଃଖକୁ ଜାଣିବା ପାଇଁ ହେଲେ ବା ଶରୀର ମାଧ୍ୟମରେ ଯଦି ତାକୁ ଆମେ ନ ଜାଣିବା ବା ଶରୀର ଯଦି ନାହିଁ ତାହେଲେ ସେ ଜଣାପଡ଼ିବ କେମିତି? ତେଣୁ ତାର ଯେଉଁ କୃତକର୍ମ କରିଥାଏ ସୁକୃତ ବା ଦୁଷ୍କୃତ ଅର୍ଥାତ୍ ସୁକର୍ମ ବା କୁକର୍ମ, ଯଦି ସୁକର୍ମ କଲା ତାହେଲେ ସେ ପୁଣ୍ୟ କାର୍ଯ୍ୟ କଲା, ସେ ପୁଣ୍ୟ କାର୍ଯ୍ୟକୁ ଭୋଗ କରିବା ପାଇଁ ସେ ନିଶ୍ଚିନ୍ତ ଭାବରେ ଏଠିକି ଆସିବାକୁ ପଡ଼ିବ, ଫେରେ ଗୋଟେ ଦେହ ଧାରଣ କରିବାକୁ ପଡ଼ିବ। କାହିଁକିନା ସୁକର୍ମର ଫଳ ତ ଫେରେ ଭୋଗିବ ନା। ମୁଁ ବହୁ ଧ୍ୟାନ ଧାନ କରିଛି, ଲୋକଙ୍କୁ ଉପକାର କରିଛି, ମୋତେ ବହୁ ଆଶୀର୍ବାଦ ମିଳିଛି, ଇହ କାଳରୁ ଗଲା ପରେ ପରକାଳରେ ମୋତେ ସ୍ୱର୍ଗ ସୁଖ ମିଳିବ ଏବଂ ସେ ସୁଖ ସେଠି ହାନି ସ୍ୱର୍ଗରେ କିଛି ଦିନ ସୁଖ କଲା ପରେ, ଏହାପରେ ସ୍ୱର୍ଗରେ ସୁଖ ମିଳିଲା ପରେ ଯେତେବେଳେ ଆମର ଏଇ ଯେଉଁ ପୁଣ୍ୟକର୍ମ ସବୁ ନଷ୍ଟ ହେଇଯିବ ବା ପୁଣ୍ୟକର୍ମ ଗୁଡ଼ିକ ବ୍ୟୟ ହେଇଯିବ ସେଠି ସୁଖ କରୁ କରୁ ପୁନର୍ବାର ଫେରେ ଆମକୁ ଆସିବାକୁ ପଡ଼ିବ ବା ସେଇ ପୁଣ୍ୟକର୍ମର ଫଳ ସ୍ୱରୂପ ସ୍ୱର୍ଗ ଭୋଗ ନ ହେଇପାରେ ଇହ ସଂସାର ପୁଣି ଆସିବାକୁ ପଡ଼ିବ। ଯେଉଁ କାମନା ରହିଛି ମନ ଭିତରେ ଯେ ମୁଁ ଏ ସଂସାର ଭିତରେ ମୁଁ ଘର କରିଥାନ୍ତି, ଗାଡ଼ି ଚଢ଼ିଥାନ୍ତି, ପୁତ୍ର କଳତ୍ର ଆହୁରି କମେଇଥାନ୍ତି, ଆହୁରି ଭଲ ଖାଦ୍ୟ ପଦାର୍ଥ ଖାଇଥାନ୍ତି ବା ସ୍ତ୍ରୀ ସହବାସ କରିଥାନ୍ତି, ନାନାଦି ଦୁଃଖ ବା ନାନାଦି ପ୍ରକାର ଯେଉଁ ମଣିଷ ଭିତରେ ବାସନା ଥାଏ, ସେ ବାସନା ବା କାମନା ସମ୍ଭୂତ କୁକର୍ମ ବା ସୁକର୍ମକୁ ଯେଉଁ ସାଙ୍ଗରେ ନେଇକି ସେ ଯାଇଥାଏ, ସେଥିରୁ ସେ କ'ଣ କରେ ନା ପୁନର୍ବାର ସଂସାରକୁ ଆସିବାକୁ ପଡ଼େ ସେ ସୁଖ ବା ଦୁଃଖକୁ ଭୋଗ କରିବା ପାଇଁ। ସୁଖସ୍ୟ ଦୁଃଖସ୍ୟ କୋପି ଦାତା ପରଂ ଦଦାତି କୁବୁଧିରେଷା ଅହଂ କରମିତି ବୃଥାଭିମାନ ସୁକର୍ମ ଶ୍ରୁତେ ଗଥିତ ହି ଲୋକା। ଆମେ ନିଜ କର୍ମସୂତ୍ରରେ ସମସ୍ତେ ଗୁନ୍ଥା ହେଇଛି। କର୍ମଣା ଦୁଃଖମଶ୍ନାତି ସୁଖମଶ୍ନାତି କର୍ମଣା ଜାୟନ୍ତେ ଚ ପ୍ରଲିୟନ୍ତେ ବର୍ତ୍ତନ୍ତେ କର୍ମଣା ବସତ୍। ଆମେ ସମସ୍ତେ କର୍ମ ଦ୍ୱାରା ହିଁ ସୁଖ ଦୁଃଖ ପ୍ରାପ୍ତ ହେଉଛି। ସୁଖ ମଶ୍ନାତି କର୍ମଣା ଦୁଃଖ ମଶ୍ନାତି କର୍ମଣା, ଇଏ କର୍ମ ଦେହରୁ ଆମେ ସୁଖ ହେଉଛି, କର୍ମ ଦ୍ୱାରା ଦୁଃଖ ହେଉଛି। କର୍ମେ ପ୍ରାପତ ନର ହରି, ଏ କର୍ମ ଦ୍ୱାରା ମଧ୍ୟ ଭଗବାନ ପ୍ରାପ୍ତ ହେବେ। ଭଲ କର୍ମ କରି ଯଦି ନିଷ୍କାମ ହେଇଯିବ ସେ କର୍ମ ନିଷ୍କାମ ହେଇଯିବ ତାହେଲେ ଭଗବାନ ପ୍ରାପ୍ତ ହେବେ। ସକାମ କର୍ମ ଅଛି, ସକାମ ଦ୍ୱାରା ଫଳ ପ୍ରାପ୍ତି, ନିଷ୍କାମ କର୍ମ କଲେ ନରହରି ପ୍ରାପ୍ତି ହେବେ। ତେଣୁ ସେଇଭଳି ଭାବରେ ଆମେମାନେ ସମସ୍ତେ ନିଜ କର୍ମ ଦ୍ୱାରା ଗ୍ରଥିତ ହେଇଥିବାରୁ ଏ ସଂସାର ଭିତରେ ଆମମାନଙ୍କୁ ଯେତେବେଳେ ଏଠୁ ଯିବାକୁ ପଡ଼େ ସୁକର୍ମ ବା କୁକର୍ମ ଯେମିତି ଜୀବାତ୍ମା ଗଲାବେଳେ ସେ ତାର ସାଙ୍ଗରେ ସଂସ୍କାରକୁ ନେଇକି ଯାଇଥାଏ, ସେଥିପାଇଁ ସେ କର୍ମର ଫଳ ଭୋଗ କରିବାକୁ ଆସେ। ତେଣୁ ସ୍ୱାନୁଭୂତେ ସୁଶାସ୍ତ୍ରସ୍ୟ, ସେ ପୂର୍ବଜନ୍ମର ସଂସ୍କାରରୁ ହେଉ, ଯଦି ସେ ଇହକା ସାଧୁସଙ୍ଗ କରିଛି ଅଧାରୁ ସରିଯାଇ ତାର ସେ ସଂସ୍କାରରୁ ହେଉ, ଗୁରୁ ବୈଷ୍ଣବ ସାଧୁମାନଙ୍କ କୃପାରୁ ହେଉ ବା ତା ପରିବେଶ ଯେଉଁ ପରିବେଶରେ ଯେଉଁ ପିତାମାତାଙ୍କ ଗଣେ ଜନ୍ମ ହେଇଛି ତାଙ୍କର ସୁକୃତ ରହୁ। ଯଦି ଦେଖନ୍ତୁ, ଯଦି ଜଣେ ଇହ ସଂସାର ଭିତରେ ଜଣେ ଅସତ୍ ପିତାମାତା, ସେମାନେ ମଦ୍ୟ ଖାଆନ୍ତି, ଅଭକ୍ଷ ଭକ୍ଷଣ କରନ୍ତି, କଳହ ପ୍ରିୟ, ପରିବେଶ ତାଙ୍କର ହେଉଛି ଖରାପ, ଯଦି ସେଠି ଜଣେ ପିଲା ଜନ୍ମ ହୋଇ ପଡ଼ିଲା ତାହେଲେ ତାର ଦୁଷ୍କୃତ ସ୍ୱରୂପ ସେ ପିଲାଟି କ'ଣ କରିବ? ତାର ଦୁଷ୍କୃତ ସ୍ୱରୂପ ସେ ପିଲାଟି କ'ଣ କରିବ ନା ସେ ପିତାମାତାଙ୍କର ଯେଉଁ କର୍ମ ତାର ଛାପ ତା ଉପରେ ପଡ଼ିବ। ଆପଣ ଦେଖିବେ ଏ ସମ୍ବନ୍ଧରେ ଏକ ଶାସ୍ତ୍ରୀୟ ଗଳ୍ପ ଅଛି, ଆପଣ ଶୁଣିଲେ ଭଲ ଲାଗିବ। ହିରଣ୍ୟକଶିପୁ ହେଉଛନ୍ତି ଜଣେ ଅସୁର ବା ରାକ୍ଷସ। ହିରଣ୍ୟକଶିପୁଙ୍କର ତାଙ୍କର ପତ୍ନୀଙ୍କର ନାମ ହେଉଛି କୟାଧ। କୟାଧ ଯେତେବେଳେ ଗର୍ଭ ଅବସ୍ଥାରେ ଥିଲେ ସିଏ ସେଇ ଅସୁରଙ୍କ ଠାରୁ ବିଚ୍ୟୁତ ହୋଇ ଋଷିଙ୍କ ଆଶ୍ରମ ଅର୍ଥାତ୍ ନାରଦଙ୍କ ଆଶ୍ରମ ଯାଇ ସେ ରହିଲେ। ଆଶ୍ରମ ଜୀବନଯାପନ, ଦେବପୂଜା ଆରାଧନା, ବ୍ରାହ୍ମ ମୁହୂର୍ତ୍ତରେ ଉଠିବା, ସେଠି ତପସ୍ୟା କରିବା, ଧ୍ୟାନ କରିବା, ନାମଯଜ୍ଞ, ଘୃତଯଜ୍ଞ ଏବଂ ହରିକଥା ସତ୍ସଙ୍ଗ ଆଲୋଚନା, ଇଏ ପ୍ରତ୍ୟେକ ମୁହୂର୍ତ୍ତରେ ଯେତେବେଳେ କୟାଧୁ ଶୁଣିଲେ
ମୁଁ ହରିପ୍ରସାଦ ସାତ୍विक ପଦାର୍ଥକୁ ସେବନ କଲେ ହରିପ୍ରସାଦକୁ, ସେତେବେଳେ କ'ଣ ହେଲା ନା ତାଙ୍କ ଗର୍ଭରେ ଥିବା ମାତୃ ଗର୍ଭରେ ଥିଲା ଯେଉଁ ପିଲାଟିଏ ସିଏ ମଧ୍ୟ ତା ଦ୍ୱାରା ପ୍ରଭାବିତ ହେଲା। ତାଙ୍କର ମାତା ଯେତେବେଳେ ସେ ଆଶ୍ରମରେ ରହିଲେ, ଆଶ୍ରମରେ ଯେତେବେଳେ ପ୍ରାତଃ କାଳରେ ତାଙ୍କର ଭଗବାନଙ୍କ ଆରାଧନା ହୁଏ, ଭଜନ କୀର୍ତ୍ତନ ତାକୁ ସେ ଶ୍ରବଣ କରନ୍ତି। ଏବଂ ଯେତେବେଳେ ସେଇ ପ୍ରାତଃ କାଳରୁ ତପସ୍ୱୀମାନେ ଯେତେବେଳେ ତପସ୍ୟା ଆରମ୍ଭ କରନ୍ତି, ଯୋଗ ଆରମ୍ଭ କରନ୍ତି, ସିଏ ମଧ୍ୟ ତାଙ୍କ ସହିତ ଯୋଗାରୂଢ଼ ହୁଅନ୍ତି। ଏବଂ ସବୁବେଳେ ଭଲ ପରିବେଶ, ଭଲ ଏବଂ ସେତେବେଳେ ଠାକୁରଙ୍କର ପ୍ରସାଦ ହୁଏ, ପ୍ରାତଃ ମୁହୂର୍ତ୍ତରେ ସେ ସାତ୍ୱିକ ପ୍ରସାଦ ବି ଗ୍ରହଣ କରନ୍ତି, ହରିକଥା ଶ୍ରବଣ କରନ୍ତି। ତେଣୁ ଇଏ ସକାଳେ ସନ୍ଧ୍ୟାବେଳେ ବା ପ୍ରାତଃ କାଳରେ ସନ୍ଧ୍ୟା କାଳରେ ପ୍ରତ୍ୟେକ ମୁହୂର୍ତ୍ତରେ ସାଧୁ ସଙ୍ଗରେ ପରିବେଶ ଭିତରେ ବା ଆଶ୍ରମ ଜୀବନ ଯାପନ କରିଥିବାରୁ ସେଠି କୟାଧୁଙ୍କର କ'ଣ ହେଲା, ଆତ୍ମୋନ୍ନତି ଘଟିଲା। ସିଏ ଜଣେ ରାକ୍ଷାସଙ୍କର ପତ୍ନୀ, ଏକଥା ସେ ବିସ୍ମୃତ ହେଲେ, କାହିଁକିନା ଉତ୍ତମ ସଙ୍ଗେ ସଙ୍ଗ ଯାର ସେ କରେ ଉତ୍ତମ ବ୍ୟବହାର, ହୀନ ସଙ୍ଗତେ ହୀନମତି ହସି କହନ୍ତି ଯଦୁପତି। ଭଗବାନ କହୁଛନ୍ତି ଯେ ହୀନ ସଙ୍ଗତେ ହୀନମତି, ଦୁର୍ଜନ ସଙ୍ଗେ କଲେ ବାସ ନିଶ୍ଚୟ ଘଟିବ ସର୍ବନାଶ। ଆମେ ଯଦି ଗୋଟେ ପରିବେଶ ଭିତରେ ଆମର ପିତାମାତା, ଆମର ପଡ଼ୋଶୀ ଯଦି ମାନେ ସମସ୍ତେ ଦୁର୍ଜନ, ପ୍ରତ୍ୟେକ ଭିତରେ କୂଟ କରୁଛନ୍ତି, କପଟ କରୁଛନ୍ତି, କାହାକୁ ମାରିବେ, କାହାଠୁ ଲୁଟିବେ, କାହାଠୁ ଅପହରଣ କରିବେ, ବା ସେମାନଙ୍କ ଭିତରେ ସବୁବେଳେ କଳହ କ୍ରୋଧ ଏଇସବୁ କଥା ରହିଛି। ଏବଂ ତାଙ୍କର ଖାଦ୍ୟ ଅଭକ୍ଷ ଭକ୍ଷଣ ସେମାନେ କରୁଛନ୍ତି, ଭାଷାରେ ସଂଯମତା ନାହିଁ। ଯଦି ଆମ ପିତାମାତା ଏମିତି ହେବା, ସେ ପରିବେଶ ଯଦି ସେୟା ହେଇଥାଏ, ତାହେଲେ ଆମେ ଯଦି ସେଇ ପରିବେଶ ବଢ଼ୁଥାଉ ଆମ ଉପରେ ଛାପ ପଡ଼ିବ। ଏବଂ ଯେଉଁ କୁହାଯାଇଛି ଯେ ପିତାମାତା ସୁକୃତରୁ ପୁତ୍ର ହୁଏ ସୁଖୀ, ସୁପୁତ୍ର ହେଲେ କୁଳ ଧର୍ମ ରଖି। ସୁକୃତ ଅର୍ଥ ଆମେ ଯେଉଁ ପରିବେଶରେ ପିତାମାତାଙ୍କ ଜନ୍ମ ହେଇଛେ, ସେ ପିତାମାତା ଭଲ କର୍ମ କରୁଛନ୍ତି, ସେମାନେ ଭଲ ଖାଦ୍ୟ ଖାଉଛନ୍ତି, ତାଙ୍କର କଥା ମାର୍ଜିତ, ବ୍ୟବହାର ମାର୍ଜିତ, ତାହେଲେ ନିଶ୍ଚିତ ଭାବରେ ପିଲାଟି ସେଇ ସଂସ୍କାରରେ ନିଜକୁ ଗଢ଼ିବ। ପ୍ରଥମେ ଶିକ୍ଷା କରିବ, ପ୍ରଥମ ପିତାଙ୍କ ଠାରୁ, ମାତାଙ୍କ ଠାରୁ, ତାର ସାହି ପଡ଼ିଶା ଠାରୁ, ସାଙ୍ଗସାଥୀଙ୍କ ଠାରୁ। ଯଦି ସେ ପରିବେଶ ଖରାପ ହେଇଯାଇଛି, ତାର ପୂର୍ବଜନ୍ମ ଦୁଷ୍କୃତରୁ ଏଭଳି ଏକ ପରିବେଶରେ ସେ ଆସିଛି ଯେ ରାତି ହେଲେ ଅଭକ୍ଷ ଭକ୍ଷଣ କରିବ, ମାର ଧର ଚୋରି ଚପାଟି ଲୁଟ୍ ତରାଜ ଏଇଥିରେ ସବୁବେଳେ ଚାଲିଛି, ତାହେଲେ ସେ କେମିତି ଭଲ ପିଲାଟି ହେଇପାରିବ? ସେଇ କଥାକୁ ଆଖିରେ ରଖିକି ଭାଗବତରେ ଭାଗବତକାର ବ୍ୟାସଦେବ ଏ ଗପର ବା ଇଏ ଷ୍ଟୋରିଟି କହିଛନ୍ତି। ଏ ସତ୍ୟ କଥା, ସେତେବେଳେ ଘଟିଥିଲା ମଧ୍ୟ କଥା। ଯେତେବେଳେ କୟାଧୁ ଆସି ଋଷି ଆଶ୍ରମରେ ରହିଛନ୍ତି, ସେତେବେଳେ ସେଇ ଆଶ୍ରମର ପ୍ରଭାବରୁ ସାତ୍ୱିକ ଆହାର, ଭଜନ କୀର୍ତ୍ତନ ଆଦି ସତ୍ସଙ୍ଗ ଶ୍ରବଣ କରି କରି ସେଇ ତାଙ୍କ ଗର୍ଭରେ ଥିବା ଯେଉଁ ପିଲାଟି ମଧ୍ୟ ସେଇ ସଂସ୍କାର ଦ୍ୱାରା ସଂସ୍କାରିତ ହୋଇକି ଧୀରେ ଧୀରେ ବଢ଼ୁଛି। ଆପଣ ଜାଣିଥିବେ, ଯେତେବେଳେ ମାତୃଗର୍ଭରେ ଗୋଟେ ପିଲାଟିଏ ଥାଏ, ମା ସେତେବେଳେ ଯାହା ଖାଉଥାଏ, ଯାହା ତାର ଖାଦ୍ୟପେୟ ହେଇଥାଏ, ପିଲା ଏବଂ ସେ ମାର ସମସ୍ତ ସାର ଅଂଶ ଗୁଡ଼ିକ ତାର ନାଡ଼ି ସୂତ୍ର ଗତେନ, ମାତୃଗର୍ଭରେ ଥିବା ଯେଉଁ ନାଡ଼ି ବା ନାଭି ସହିତ ସଂଯୁକ୍ତ ହୋଇଥିବା ଯେଉଁ ନାଡ଼ିଟି, ସେଇ ମାଧ୍ୟମରେ ସେ କ'ଣ କରୁଥାଏ, ଶୀତ ପିତ ଆଦି ଯେଉଁ ଖାଦ୍ୟ ଗୁଡ଼ିକ ସେଇ ରସ ଗୁଡ଼ିକ ସବୁ ସଂଗ୍ରହ କରି ପିଲାଟି ପୃଷ୍ଠ ହେଉଥାଏ। ତେଣୁ ଏଠି ଯେତେବେଳେ ରାକ୍ଷସୀର ବା ପତ୍ନୀ ଇଏ ରାକ୍ଷାସୁଣୀ ହେଲେ ମଧ୍ୟ ସିଏ ଯେତେବେଳେ ସାତ୍ୱିକ ପରିବେଶରେ ଆସି ରହିଲା ଋଷିଙ୍କ ଆଶ୍ରମରେ, ତା କାନରେ ସବୁବେଳେ ଭଲ କଥା ବାଜିଲା, ଘଣ୍ଟା ଘଣ୍ଟି ଆଳତି ପୁଷ୍ପ ଚନ୍ଦନ ଧୂପ ଦୀପର ଗନ୍ଧକୁ ସେ ଆଘ୍ରାଣ କଲା ଏବଂ ସାତ୍ୱିକ ପଦାର୍ଥକୁ ଭକ୍ଷଣ କଲା। ତା ଭିତରୁ ସେ ଯେଉଁ ରାକ୍ଷସ ପ୍ରବୃତ୍ତି ଗୁଡ଼ାକ ସବୁ ଦୂରେଇ ଗଲା ଏବଂ ସିଏ ଯେଉଁ ସାତ୍ୱିକ ଆହାରକୁ ଭକ୍ଷଣ କଲା, ସିଏ ଖାଦ୍ୟର ସାରାଂଶ ଗୁଡ଼ିକ ତା ଭିତରେ ଥିବା ପିଲା ମଧ୍ୟ ଗ୍ରହଣ କଲା। ତେଣୁ ଯେତେବେଳେ ସେ ପିଲାଟି ଜନ୍ମ ହେଲା, ତା ନାଁ ହେଉଛି ପ୍ରହ୍ଲାଦ। ଆପଣ ଦେଖିବେ, ପ୍ରହ୍ଲାଦ ଯେଉଁ ପିଲା ଜନ୍ମ ହେଲା, ସିଏ ହେଉଛି ଅତ୍ୟନ୍ତ ଦେବସୁଲଭ ଏବଂ ଅତ୍ୟନ୍ତ ଭକ୍ତ ପ୍ରହ୍ଲାଦ। ସିଏ ତାର କୌଣସି ରାକ୍ଷସର ଛାପ ବା ଯଦିଓ ସେ ରାକ୍ଷସ କୂଳରେ ବା ଅସୁର କୂଳରେ ସମ୍ଭବ ହେଲା, ତାର ସେ ଯେଉଁ ଆସୁରିକ ପ୍ରବୃତ୍ତି କିଛି ତାହା ଭିତରେ ରହିଲା ନାହିଁ। ତାହା ଭିତରେ ଆସୁରିକ ପ୍ରବୃତ୍ତି ନ ରହିବାରୁ ମନୁଷ୍ୟ ପ୍ରବୃତ୍ତି ମଧ୍ୟ ତାହା ଭିତରେ ନାହିଁ, ତାହା ଭିତରେ ଦେବସୁଲଭ ପ୍ରବୃତ୍ତି ଦୈବ ଗୁଣ ସମ୍ପନ୍ନ ସେ ହେଲା। ଆସୁରିକ ସମ୍ପଦ ଗୁଡ଼ିକ ପ୍ରଭାବ ପକାଇ ପାରିଲା ନାହିଁ ତା ଭିତରେ, ଦୈବ ସମ୍ପଦର ପ୍ରଭାବ ପଡ଼ିଥିବାରୁ ସେ ପିଲାଟିକୁ ଯେତେବେଳେ ସେ ପୁଣି ପୁନରାୟ କୟାଧୁ ନେଇକରି ଫେରିଗଲେ କେଉଁଠିକି ନା ତାଙ୍କର ସେଇ ଯେଉଁ ରାଜବାଟିକି, ସେତେବେଳେ ସେ ପିଲାକୁ ଦେଖି ସମସ୍ତେ ଖୁସି ହେଲେ ଏବଂ ପିଲାକୁ ଯତ୍ନ କଲେ, ପିଲାକୁ ବଢ଼େଇଲେ ଏବଂ ସେ ପିଲାକୁ ତାଙ୍କର ଯେଉଁ ଋଷି ଥିଲା ଗୁରୁକୁଳ ଆଶ୍ରମ, ରାକ୍ଷସ ବା ଅସୁରମାନଙ୍କର ଶିକ୍ଷା ଦୀକ୍ଷା ପାଇଁ ଯେଉଁ ଆଶ୍ରମ ଥିଲା, ତାକୁ ସେଠିକି ପଠାଇଦେଲେ, ସେ ପାଠ ପଢ଼ିବାକୁ ଗଲା। ତେଣୁ ରାକ୍ଷସମାନଙ୍କର ଯେଉଁ ପ୍ରଣୀତ ଶିକ୍ଷା ପଦ୍ଧତି ବା ପାଠରେ
ସେଥିରେ ଦେବପୂଜନ ନାହିଁ, ସେମାନେ ଭଗବାନ ବିଷ୍ଣୁ ନାରାୟଣଙ୍କୁ ମାନନ୍ତିନି, ସେମାନେ ରାକ୍ଷସ ପ୍ରଭୃତି ନା, କ୍ରୂର ପ୍ରଭୃତି ସେମାନଙ୍କର। ସେ କେମିତି ସାତ୍ଵିକ ସତ୍ୱଗୁଣ ଦେବତାଙ୍କୁ କେମିତି ପୂଜା କରୁଛି? ଅତ୍ୟନ୍ତ କ୍ରୂର ରାଜସିକ ତାମସିକ ରାକ୍ଷସ ଯେଉଁ ଚରିତ୍ର। ତେଣୁ ଯେତେବେଳେ ଇଏ ମାତୃଗର୍ଭରେ ଥିଲାବେଳେ ଆଶ୍ରମରେ ବଢ଼ିଥିଲା, ସିଏ ଯେଉଁ ବିଦ୍ୟାଳୟକୁ ଗଲା, ଇଏ ଖାଲି ହରିଙ୍କ କଥା କହିଲେ, ହରିଙ୍କ ସ୍ମରଣ ଆଙ୍କର ଆସିଲା। ଇଏ ଯେତେବେଳେ ପିଲାମାନେ ଅସତ୍ କଥା ବା ରାକ୍ଷସ ସୁଲଭର କଥା କହିଲେ, ଇଏ ହରିଙ୍କ କଥାକୁ ଆଖ୍ୟାନ କଲେ। ଯେତେବେଳେ ସେମାନେ ଭକ୍ଷଣ କରିବାକୁ ରାକ୍ଷସମାନେ ବିଦ୍ୟାଳୟରେ ଚେଷ୍ଟା କଲେ, ପିଲାମାନେ ସାଙ୍ଗସାଥୀମାନେ ବା ତାଙ୍କର ଗୁରୁମାନେ, ଇଏ ତାଙ୍କୁ ବାରଣ କଲେ, ଏସବୁ ଖାଦ୍ୟ ଠିକ୍ ନୁହେଁ, ଏଭଳି ଭାଷା ଠିକ୍ ନୁହେଁ, ଏଭଳି କଥା ଠିକ୍ ନୁହେଁ, ପରିବେଶ ଠିକ୍ ନୁହେଁ, ଏସବୁ ପରିବର୍ତ୍ତନ କର। ସେମାନେ ଅତ୍ୟନ୍ତ ମ୍ରିୟମାଣ ହେଲେ। ଜଣେ ବାଳକ ଏଠି ଏତେ ଅସୁର ବାଳକମାନେ ପାଠ ପଢ଼ୁଛନ୍ତି, କାହିଁକି ସେମାନେ ତ କିଛି କହୁନାହାନ୍ତି। ଇଏ କ'ଣ ବାଳକ, ଇଏ ଫେର ହେଉଛନ୍ତି ହିରଣ୍ୟକଶିପୁ, ସେତେବେଳର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ରାଜା, ଉଚ୍ଚସ୍ତର ଜଣେ ରାଜା, ସମସ୍ତଙ୍କୁ ତାଙ୍କୁ ମାନେ ଡରୁଛନ୍ତି ସମସ୍ତେ। ତେଣୁ ସିଏ ରାଜାଙ୍କ ପାଖକୁ ଖବର ଦେଲେ ଯେ ଆପଣ ଯେଉଁ ପିଲାକୁ ପଠାଇଛନ୍ତି ପାଠ ପଢ଼ିବା ପାଇଁ, ସେ ପିଲା ପାଠ ପଢ଼ିବ କ'ଣ? ସିଏ ଆମକୁ ଏଠି ପାଠ ପଢ଼େଇଲାଣି ଆସିକିରି। ସିଏ ଆମକୁ ଖାଦ୍ୟ ପେୟ, ଚାଲିଚଳନ, ବସିବା ଉଠିବା, କଥା କହିବା, ଭଜନ କୀର୍ତ୍ତନ ନାନାଦି କଥାରେ ସେ ଆମକୁ ନେଇ ଗୁନ୍ଥୁଛି। ଆମେ ଯେଉଁ ତାକୁ ରାକ୍ଷସ କୁଳର ଯେଉଁ ଶିକ୍ଷା ଦେଉଛେ, ଖାଦ୍ୟ ପେୟର ଶିକ୍ଷା ଦେଉଛେ, ଚାଲିଚଳନ ଶିକ୍ଷା ଦେଉଛେ, ଅସ୍ତ୍ରଶସ୍ତ୍ର ଶିକ୍ଷା ଦେଉଛେ ଏବଂ ଅନ୍ୟ ସହିତ କିଭଳି ଭାବରେ ବ୍ୟବହାର କରାଯିବ ଶିକ୍ଷା ଦେଉଛେ, ଇଏ କିଛି ସେଗୁଡ଼ା ସବୁ ଶିକ୍ଷା କରିକି ଗ୍ରହଣ କରୁନି। ପିତା ଜାଣିଲେ, ହିରଣ୍ୟକଶିପୁର ବଡ଼ ଅସୁବିଧା ହେଲା। ପିଲାଟା ଜନ୍ମ ହେଲା, ମୋ କୁଳ ଧର୍ମ କେମିତି ରକ୍ଷା କରିବ? ମୁଁ ରାକ୍ଷସ, ମୁଁ କ୍ରୂର, ଅନ୍ୟଠୁ ଛଡ଼େଇ ଆଣିବି, ଅନ୍ୟ ଉପରେ ଅତ୍ୟାଚାର କରିବି, ଅନ୍ୟ ରାଜ୍ୟକୁ ଦଖଲ କରିବି, ଅନ୍ୟକୁ ମାରିଦେବି, ଏମିତି ଯେଉଁ ନାନା ପ୍ରକାର ଯେଉଁ ଭାବ, ଇଏ ତ କିଛି ପ୍ରାପ୍ତ ହେବନି। ତାହେଲେ ଇଏ ମୋ ରାଜ୍ୟ ବା ମୋ ସମ୍ପତ୍ତି କେମିତି ରକ୍ଷା କରିବ? ଇଏ ମୋ ରାକ୍ଷସ କୁଳକୁ କେମିତି ରକ୍ଷା କରିବ? ଇଏ ଚିନ୍ତାରେ ପଡ଼ିଲେ ଯେତେବେଳେ ହିରଣ୍ୟକଶିପୁ, ତାକୁ ସେଠୁ ନାନାଦି ପ୍ରକାରର ଗୁରୁଙ୍କୁ ଚେଞ୍ଜ କଲେ, କିଏ କାଳେ ତ ପରିବର୍ତ୍ତନ କରିବ। ଇଏ ଯେହେତୁ ମାତୃଗର୍ଭରୁ ସଂସ୍କାର ହେଇକରି ସତ୍ସଙ୍ଗ କରିକି ଆସିଛନ୍ତି, କିଏ ନା ଆମର ପ୍ରହ୍ଲାଦ, ସେତେବେଳେ ତାଙ୍କ ଉପରେ କେହି କୌଣସି ପ୍ରଭାବ ବିସ୍ତାର କରିପାରିଲେ ନାହିଁ। ସମସ୍ତେ ସେଥିରେ ବିଫଳ ହେଲେ। ପିତା ଅତ୍ୟନ୍ତ କ୍ରୋଧିତ ବା ଜର୍ଜରିତ ହୋଇ ଯେତେବେଳେ ପ୍ରହ୍ଲାଦଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ, ଭଲରେ ହେଲାନି ମନ୍ଦରେ ହେବ, କ୍ରୂର ସ୍ୱଭାବରେ ରାକ୍ଷସ ସ୍ୱଭାବ, ତାଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାର କଲେ। ତାଙ୍କୁ ପାହାଡ଼ ଉଚ୍ଚ ପର୍ବତରୁ ତଳକୁ ନିକ୍ଷେପ କରିବା, ନିଆଁ ଭିତରେ ତାଙ୍କୁ ନେଇକରି ପକାଇବା, ତାଙ୍କୁ ବେତ୍ରାଘାତ କରିବା, ପଶୁପକ୍ଷୀଙ୍କ ଦ୍ୱାରା ତାଙ୍କୁ ଦଂଶନ କରାଇବା, ଏମିତି ନାନାଦି ପ୍ରକାର ଅତ୍ୟାଚାର କଷ୍ଟ, ଉପବାସରେ ତାଙ୍କୁ ରଖିବା, ବନ୍ଦ କୋଠରୀରେ ତାଙ୍କୁ ରଖିବା, ନାନାଦି ନିର୍ଯାତନା ତାଙ୍କୁ ଦିଆହେଲା। ତଥାପି ସେ ପରିବର୍ତ୍ତନ ହେଲେ ନାହିଁ। ଦେଖନ୍ତୁ ସତ୍ସଙ୍ଗର କେମିତି ପ୍ରଭାବ ରହିଛି, ଯେ ଜଣେ ସତ୍ସଙ୍ଗ ଦ୍ୱାରା ଥରେ ସଂସ୍କାରିତ ହୋଇଗଲେ ସିଏ କେବେ ହେଲେ ଜୀବନରେ ବିଫଳ ହୁଏ ନାହିଁ। ଠିକ୍ ସେଇଭଳି ଭାବରେ ପ୍ରହ୍ଲାଦଙ୍କ ଜୀବନରେ ଆପଣ ଦେଖିଲେ। ତେଣୁ ସେଥିପାଇଁ କୁହାଯାଇଛି ଯେ ଆମେ ପୂର୍ବଜନ୍ମର କୃତକର୍ମ ଅନୁସାରେ ଆମର ପିତାମାତା ଏବଂ ପିତାମାତାଙ୍କର ଯଦି ସୁକୃତବାନ ପିତାମାତା, ଭଲ କଥା କୁହନ୍ତି, ଚାଲିଚଳନ, ବସିବା ଉଠିବା, ଖାଦ୍ୟପେୟ, ଯଦି ପ୍ରତ୍ୟେକ କଥା ତାଙ୍କର ମାର୍ଜିତ, ତାହେଲେ ନିଶ୍ଚିନ୍ତ ଭାବରେ ଆମେ ସେଇ ପରିବେଶରେ ଜଣେ ମାର୍ଜିତ ବା ଭଲ ବ୍ୟକ୍ତିଟି ଆମେ ହେବା, ବୁଦ୍ଧିଜୀବୀ ସମ୍ପନ୍ନ ବ୍ୟକ୍ତିଟିଏ ହେବା। ଆମର ବୁଦ୍ଧି ବିବେକର ନିଶ୍ଚିନ୍ତ ଭାବରେ ବିକାଶ ଘଟିବ ବାଲ୍ୟକାଳରୁ, ଏଥିରେ ସନ୍ଦେହ କରି କିଛି କାରଣ ନାହିଁ। ତେଣୁ ଶାସ୍ତ୍ରକାର ଏଠି କହିଲେ ସୁଶାସ୍ତ୍ରସ୍ୟ, ଅର୍ଥାତ୍ ସ୍ୱାନୁଭୂତି, ନିଜର ଅନୁଭୂତି ସୁଶାସ୍ତ୍ରକୁ ଯଦି ଆପଣ ପଠନ କରିବେ, ସତ୍ସଙ୍ଗ ଯେଭଳି ଭାବରେ ଆମ ଜୀବନରେ ପ୍ରଭାବ ପକାଇ ଆମକୁ ପରିବର୍ତ୍ତନ କରିଦେଇଥାଏ, ଆମକୁ ସତ୍ ମାର୍ଗରେ ଯିବା ପାଇଁ ଆମକୁ ସବୁବେଳେ ବାଟ ଦେଖିଥାଏ ସତ୍ସଙ୍ଗଟିଏ ବା ଆମର ପରିବେଶ, ଠିକ୍ ସେଇଭଳି ଭାବରେ ଯଦି ଆମେ ଅନେକ ଅନେକ ଶାସ୍ତ୍ରକୁ, ତର୍କ ପାଷାଣ୍ଡ ଶାସ୍ତ୍ର ଯେତେ ଅଭ୍ୟାସ ନ କରିବ ଚିତେ, ଯାହା ତର୍କ ଯାହା ପାଷାଣ୍ଡ ଶାସ୍ତ୍ର, ତାକୁ ଯଦି ଆମେମାନେ ଅଧ୍ୟୟନ ନ କରି, ତର୍କ ଏବଂ ପାଷାଣ୍ଡ ଶାସ୍ତ୍ର ଯଦି ଆମେମାନେ ଅଧ୍ୟୟନ ନ କରି, ଯଦି ଆମେମାନେ ପ୍ରକୃତ ଉପଯୁକ୍ତ ଶାସ୍ତ୍ରକୁ ଯଦି ଆମେମାନେ ଦେଖିବା ଏବଂ ସେଥିରେ ତତ୍ତ୍ୱ ଥିବ ଏବଂ ସେଥିରେ ଆମ ଜୀବନ ପଥକୁ ପରିଚାଳନ କରିବାର ସୁଗମ ପଥ ପ୍ରଦର୍ଶିତ କରାହେଇଥିବ ଏବଂ ସେଥିରେ ଆତ୍ମଜ୍ଞାନ ଥିବ, ଅର୍ଥାତ୍ ଯାହା ଅନିତ୍ୟ ବୈଷୟିକ ଜ୍ଞାନକୁ ଛାଡ଼ି, ଅସାର କଥାକୁ ଛାଡ଼ି ଯଦି ପ୍ରକୃତ ସାର ବିଷୟବସ୍ତୁ ଗୁଡ଼ିକ ତା ଭିତରେ ଥିବ, ତାହାକୁ କୁହାଯାଏ ସୁଶାସ୍ତ୍ର। ସ୍ୱାନୁଭୂତି ସୁଶାସ୍ତ୍ରସ୍ୟ ଗୁରୁଶ୍ଚ ବାକ୍ୟତା ବାକ୍ୟ, ତମେ ଗୁରୁଙ୍କର ବାକ୍ୟ, ଇଏ ସମସ୍ତ କଥାକୁ ଯଦି ଉପଲବ୍ଧ ହୋଇଯାଏ ଜଣେ ଏଇ ବ୍ୟକ୍ତି ବିଶେଷ ଭିତରେ, ଜଣେ ମନୁଷ୍ୟ ଭିତରେ, ତାହେଲେ ନିଶ୍ଚିନ୍ତ ଭାବରେ ତାହା ଜନ୍ମ ସୁଫଳ ବା ସୁଗମ ହୋଇପାରିବ। ଆଜି ତ ସମୟ ହୋଇଯାଇଛି, ଆଜି ସମୟ ଅତିକ୍ରାନ୍ତ ହୋଇଥିବାରୁ ଆଜି ଆମର ଏଇ କଥାବସ୍ତୁକୁ ଏଇଠି ରଖିବା। ଆଗାମୀ ଅଧ୍ୟାୟରେ ପୁଣି ଆମେ ଯେଉଁ କଥାକୁ ଏଇଠି ରଖିଛେ, ଏଇଠୁ ଆରମ୍ଭ କରିବା। ଆପଣ ନିଶ୍ଚିତ ଭାବରେ ପୁନଃ
आसंता प्रात 7 घटिया आम सहित जोगदेवे आपण धीरे धीरे शुणु यहाँ आरंभ कराए सत्संग आहरी या व्याप्त करा एवं प्रत्येक तत्व कथाटी आसब आपण यहाँ शुणिले निश्चिंत भाव आप जीवन मंगलमय हो सुखमय हो आपण गोटे विचार एवं गोटे पथ आपण उन्मोचन हम ये सत्संग आप श्रवण कले तेणु आपण कौन काल सत्संग को छाड़ू ना समय बाहर कर शुणु लोका समस्ता सुखिन भवन्तु समस्तंकर सुख समृद्ध मंगल कामना करी जय जगन्नाथ जय गुरु समस्त प्रणाम शांति शांति।